ଜାଣିଥିଲେ ଭଗବାନ ମଣିଷକୁ ସେତିକି ଜୋରେ ମାରନ୍ତି, ଯେତିକି ଜୋରେ ମାରିଲେ ମଣିଷ ସହିପାରେ। ହେଲେ ମୋ ପିଠିଟା କଣ ଏତେ ଟାଣ ହେଇଯାଇଛି ଯେ ଭଗବାନ ମତେ ଏତେ ଜୋରେ ମାରୁଛନ୍ତି? ଆମେ ତ ଗରିବ ଲୋକ ଗୁଡାକ ସମୟର ଚାବୁକ ପାହାର ଖାଇ ଖାଇ ସିନା ମନଟାକୁ ବୁଝେଇ ଦବୁ। ଏଠି ଅବୁଝା ଆଖିର ଅବୁଝା ଲୁହ ଗୁରା ପୁରା ଭଲ ମାନୁନାହାନ୍ତି। କାହିଁକି ନା ଏଠି ଆଖି ଅବୁଝାକୁ ଲୁହ ଅବୁଝା। ଅବୁଝା ଆଖିର ଅବୁଝା ଲୁହକୁ ବହୁତ ବୁଝେଇଲି। ହେ ଲୁହ, ଯଦି ଆସିବାର ଅଛି ତ ଏକୁଟିଆ ବେଳେଆ, ଏମିତି ଲୋକମାନଙ୍କ ଗହଳି ଭିତରେ ଆସି ମତେ ଉପହାସର ପାତ୍ର କରନି। ମୋ ପିଠି ଥାପୁଡେଇ ଦେଇ ଲୁହ କହିଲା, କଣ କରିବି ବନ୍ଧୁ, ତତେ ତ ମୁଁ ଯେତେବେଳେ ଦେଖୁଛି ଲୋକଙ୍କ ଗହଳି ଭିତରେ ଦେଖୁଛି ତ ନ ଆସି ରହି ହଉନି। ବେଳେବେଳେ ଏଇ କଥାଟାକୁ ମୋ ହୃଦୟର ଶୂନ୍ୟତାକୁ ମୁଁ ପଚାରି ବୁଝେ, ଏଠି ଭୁଲ କାହାର? ମୋ ସ୍ପନ୍ଦନର ପ୍ରତିଧ୍ୱନିଟା ମତେ ଆସ୍ତେ କିଣି ଉତ୍ତର ଦିଏ, ଏଠି ଭୁଲ ସେମାନଙ୍କର, ଭୋଗୁଛି ମୁଁ। ହେ ଈଶ୍ୱର, ସତରେ କଣ ମୋ ଭାଗ୍ୟଟା ଲେଖିଲା ବେଳେ ତମ କଲମରୁ କାଳିଟା ସରିଗଲା? ଯୋଉଥିପାଇଁ ଗଲେ ଦୁଃଖ ଗୁରା ଲେଖାଗଲା, ସୁଖଟା ସ୍ପଷ୍ଟ ରହିଗଲା। ଏ ସମାଜ ମତେ ଚିହ୍ନି ପାରିଲାନି, ମୋ ସାଙ୍ଗଟା ମତେ ଚିହ୍ନି ପାରିଲାନି। ସେଥିରେ ଏତେ ଦୁଃଖ ଦେଲ ଯେ ମୁଁ ବଞ୍ଚି ଥାଉ ଥାଉ ମୋ ଭଉଣୀଟା ମତେ ସୁଧି ହେଇଗଲା। ଦିଅ ଜଗନ୍ନାଥ, ଯେତେ ଦୁଃଖ ପାରୁଛ ଦିଅ, ହେଲେ ଦେବୀ ଦୋଷ ଆଜି ତମକୁ ଓପନ ଚ୍ୟାଲେଞ୍ଜ କରୁଛି। ଜୀବନରେ ଯେତେ ଦୁଃଖ ଆସିଲେ ବି ତା ଆଖିରୁ ବୁନ୍ଦାଏ ବି ଲୁହ ଝରିବନି। ଆରେ କାହିଁକି କାନ୍ଦିବି ମୁଁ, କାହିଁକି କାନ୍ଦିବି? ମୁଁ ଏଠି କାନ୍ଦିଲେ ମୋ ସାଙ୍ଗର ମଙ୍ଗଳ ହବ, ମୋ ଭଉଣୀର ମଙ୍ଗଳ ହବ। ହେଲେ ଦିନେ କାନ୍ଦିବି, ଏତେ କାନ୍ଦିବି, ଏତେ କାନ୍ଦିବି ଯେ ସ୍ୱୟଂ ଈଶ୍ୱର ଆସି ମତେ କହିବେ, ହେ ଦେବୀ ଆଉ କାନ୍ଦେନି, କାନ୍ଦେଲେ ଲୁହ ସରିଯିବ। ହେଲେ ମୋ ଆଖିର ଲୁହ ସେତେବେଳେ ବି ସରିବନି, ଆହୁରି କାନ୍ଦିବି ମୁଁ। ଏତେ ପର୍ଯ୍ୟନ୍ତ କାନ୍ଦୁଥିବି ଯେତେ ଯାଏ ମୋ ନିଶ୍ୱାସର ବେଗଟା ସରଳ ରେଖାରୁ ବକ୍ର ରେଖା ପାଲଟିଯିବ। ମୋ ରକ୍ତର ତାପମାତ୍ରାଟା 98 ଡିଗ୍ରୀ ଫାରେନହାଇଟରୁ 0 ଡିଗ୍ରୀ ଫାରେନହାଇଟ ହେଇଯିବ। ମୋ ହୃଦୟ ଭିତରେ ବାଜୁଥିବା ଜୋର ଡିଜେ ସାଉଣ୍ଡଟା ସାଉଣ୍ଡଲେସ୍ ହେଇଯିବ। ସେଦିନ ଦେବୀଟା କଟି ସମସ୍ତଙ୍କ ସହିତ କଟି ପକେଇଦବ। କଟି କଟି ଡବଲ କଟି। ଏ ଭାଇ, ଏ କାହିଁ ଏତେ ନଉଛୁ ରେ, କାହିଁ ଏତେ ନଉଛୁ? ପଡିଯିବୁ ପରା। ପଡିଯିବି, ପଡିଗଲେ କଣ ହବ? ଗାଡି ଚଢେଇ ଦବ। ଗାଡି ଚଢିଗଲେ କଣ ହବ? ଛତୁଆ ହେଇଯିବୁ, ଛତୁଆ ମାନେ ମରିଯିବୁ ପୁରା ଶହୀଦ। ଆଚ୍ଛା କହିଲୁ, ମଣିଷ ବଞ୍ଚେ କାହିଁକି? ଏଇଠି ଗୁରୁଦେବ, ମୁଁ କାହିଁକି ବଞ୍ଚିଛି ଜାଣିଛ? କାହିଁକି? କାହିଁକି କହିବି, ବାହାଇକି ଚଉଠି କରିବାକୁ। ଆରେ ନା, ମଣିଷ ବଞ୍ଚିବାର କାରଣ ସେଇଆ ନୁହଁ। ଆଉ କୁଆ? ମଣିଷ ସେତେବେଳେ ବଞ୍ଚେ, ମଣିଷ ବଞ୍ଚେ କେବଳ ମରିବା ପାଇଁ। ଆଚ୍ଛା କହିଲୁ, ଏ ମଣିଷ ମାନେ ସବୁ କାନ୍ଦନ୍ତି କାହିଁକି? ବୁଝିଲ ନା ଗୁରୁଦେବ, ମୁଁ କାହିଁକି କାନ୍ଦୁଛି? ସବୁଦିନ ରାତିରେ ଖଟ ଉପରେ ମୁଁ ଏକୁଟିଆ ଶୋଉଛି, ହାତ ପକେଇଲା ବେଳକୁ ମେସିନ ନାହିଁ। ମୁଁ ପରା ସେଇଥିପାଇଁ କାନ୍ଦୁଛି। ମଣିଷ ସେଥିପାଇଁ କାନ୍ଦେ ନା? ଆଉ ମଣିଷ ସେଥିପାଇଁ କାନ୍ଦେ କୋଉଥିପାଇଁ? ଯେତେବେଳେ ହସଟା ହୁଠ ସହିତ ବେଇମାନି କରେ। ହସଟା ଉଠ ସହିତ ବେଇମାନି କରେ। ମୋ ଖୁସିଟା ମୋ ସହିତ ବେଇମାନି କଲା, ଖୁସିଟା ବେଇମାନି କଲା ମୋ ସହିତ। ଓ ଭାଇ ଥାଉ, ତୋର ଆଉ କିଛି କହିବା ଦରକାର ନାହିଁ। ମତେ ସବୁ କଥା ଭାଉଜ କହିସାରିଛନ୍ତି। ଜାଣିଛୁ ଭାଇ, ପରଦିନ ଅଟୋ ଭଡ଼ା ନେଇ ମନ୍ଦିର ଯାଇଥିଲି, ଆମ ଖୁସି ଦେଖାହେଲା। କହିଲା
ଭାଇ ମୋ ଭାଇ କେମିତି ଅଛି? କହିଦେଲୁନି? ଭଲ ଅଛି ନା ସେ? ଆରେ ତାକୁ କହିଦେଲୁନି ତୋ ଭାଇର ଭଲ ମନ୍ଦ କିଛି ନଥାଏ ଜିଅନ୍ତା ଶବର ଭଲ ମନ୍ଦ କିଛି ନଥାଏ ଜିଅନ୍ତା ଶବ ମାନେ ପ୍ରତ୍ୟେକ ମୁହୂର୍ତ୍ତରେ ନିଶ୍ୱାସକୁ ହାତ ଯୋଡ଼ି ବଞ୍ଚିଥାନ୍ତି ତୋ ଭାଇଟାକୁ ତୁ ଜିଅନ୍ତା ଶବ ସଜେଇ ଦେଲୁ ମୋ ହାତରେ ଗୋଟେ ଗୋଲାପ ଫୁଲ ଧରି ମୃତ୍ୟୁକୁ ଅପେକ୍ଷା କରିଛି ତୋ ଭାଇଟାକୁ ତୁ ପର କରିଦେଲା ପରଠାରୁ ତୋ ଭାଇଟା ଗୋଟେ ମଲା ମଣିଷ ବଦଳି ଯାଇଛି ରେ ଭାଇ ନା ଶାନ୍ତିରେ ଟିକେ ଖାଇ ପାରୁଛି ନା ଶାନ୍ତିରେ ଟିକେ ଶୋଇ ପାରୁଛି ଓହୋ ଭାଇ ତତେ ଯିଏ ପର କରିଦେଇଛି ତୁ ତାକୁ ମନରୁ କାଢି ଦଉନୁ ତାକୁ କଲଜାରୁ କାଢି ଫୋପାଡି ଦଉନୁ ଆରେ କେମିତି କାଢି ଦେବି ହାତ ଗୋଡ ହେଇଥିଲେ ସିନା କାଢି ଫୋପାଡି ଦେବି ହେଲେ କଲିଜାଟା ପରା କେମିତି କାଢି ଦେବି ରେ ଭାଇ ଆରେ ସେଇଥିପାଇଁ ତ ପିଇବା ବଢେଇ ଦେଇଛି ଗୋଟାଏ ସରୁଛି ତ ଆଉ ଗୋଟାଏ କରୁଛି ଏଣ୍ଡୁଅ ସରିଗଲା ବେ ହେ ଭାଇ ଏଣ୍ଡୁଅ ହଁ ମୋ ଟଲିଟା ନା ମୁଁ କଣ ଚଲାଏ ଅଟୋ 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 ମୋ ସେ ଅଟୋଟା କାଇଁ ସେପଟେ ଅଛି ରୋଡ ସେପଟେ ରୋଡ ସେପଟେ ହଁ ରୋଡ ସେପଟେ କାଉଣ୍ଟରଟା ହଁ ତୁ ଅଟୋ ନେଇ ଘରକୁ ପଳା ମୁଁ ଯାଉଛି ଏ ଭାଇ ରେ ଆଉ ନେନି ରେ ଆଉ ନେନି ଆରେ ମତେ ନିଶା ହେଇନି ଆରେ ସେ କଲିଜାଟା ପୁରା ଜଳି ଯିବ ଆରେ କହିଲି ପରା ମତେ ନିଶା ହେଇନି ତୁ ଗାଡି ନେଇ ଘରକୁ ପଳା ମୁଁ ଗଲି ଆଇଲି ଏ ଭାଇ ଏ ଭାଇ ଅନେ ମୋ କଥା ଶୁଣ ନା ବାବୁଙ୍କୁ ଯେତେ କହିଲେ ସେ ତମ କଥା ଶୁଣିଲେ ନା ଆଉ ହବନି ଆଉ ଆଗକୁ ପାରି ହବ ସକାଳୁ ଅଟୋରେ ବନ୍ଧେ ଭଡା ହେଇନି ବାବୁଙ୍କର ମାଲ ପିଆ ଚାଲିଛି ବନ୍ଦ ହଉନି ନା ନା ମତେ ଭାଉଜଙ୍କୁ ଫୋନ କରି କହିବାକୁ ହବ ଇଏ ଯେତିକି ପିଲାଣି କୋଉଠି କୋଉଠି ଆକ୍ସିଡେଣ୍ଟ କରିବ ନା ନା ମତେ ବାବୁଙ୍କୁ ଫୋନ କରିବ ହ୍ୟାଲୋ ଭାଉଜ ହ୍ୟାଲୋ ଭାଉଜ ଭାଇ ଆକ୍ସିଡେଣ୍ଟ ହେଲା ଭାଉଜ କାହିଁ ବ୍ୟସ୍ତ ହଉଛ କହିଲ ଆମ ଦେବାର କିଛି ହବନି ଆମ ଦେବ ଭାଇ ପଛରେ ଆମ ଅଟୋ ଅନୁଷ୍ଠାନ 200 ଡ୍ରାଇଭର ତମେ କାହିଁ ଏତେ ବ୍ୟସ୍ତ ହଉଛ କହିଲ ମୋ ସୁନା ଭାଜଳା ପରା ମନା କରୁଛି କୁଆଡେ ଯାଅନି ମୋ କଥା ମାନିଲେନି ଚାଲି ଆସିଲେ ଏବେ କଣ ହବ ଓହୋ ଭାଉଜ ତମେ କାହିଁ ଏତେ ସେ ପଇସା ପାଇଁ ଟେନସନ ନଉଛ କହିଲ ଜାଣିଛ ଭାଉଜ ଆମ ଦେବ ଭାଇ ଯୋଉ ଗାଡି ମାରିନି ମୁଁ ସେ ଗାଡି ମାଲିକକୁ ଜାଣିଛି ସେ ବହୁତ ବଢିଆ ଲୋକ ଜାଣିଛ ଭାଉଜ ସେ ଦେବ ଭାଇର ଟ୍ରିଟମେଣ୍ଟରେ ଯାହା ପଇସା ଖର୍ଚ୍ଚ ହବ ସବୁ ଯାକ ଖର୍ଚ୍ଚ କରିବାକୁ ରାଜି ହେଇଯାଇଛନ୍ତି ତାଙ୍କୁ କୋଉ ଗାଡି ମାରିଛି ସେ ଗାଡିର ମାଲିକ କିଏ ଆସୁତୋଷ